ଜୟ ଜଗନ୍ନାଥ ପିଲାମାନେ କେମିତି ଅଛ ସମସ୍ତେ ଆଶା କରୁଛି ବହୁତ ଭଲରେ ଥିବ ଏବଂ ନିଜ ପ୍ରିପାରେସନ୍ ବି ବହୁତ ଭଲରେ କରୁଥିବ। ତ ପିଲାମାନେ ଦେଖ ଯେଉଁମାନେ OISF ନିଯୁକ୍ତିକୁ ଅପେକ୍ଷା କରିଛ ଏବଂ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଛ ତ ତୁମ ପାଇଁ ଗୋଟେ ଗୁଡ୍ ନ୍ୟୁଜ୍। ତ ପିଲାମାନେ ଆଜିର ଏଇ ଭିଡ଼ିଓରେ OISFର ସିଲେକ୍ସନ୍ ପ୍ରୋସେସ୍ଠୁ ନେଇକି ଆପଣଙ୍କ ଫର୍ମ କେବେ ଆସିବ ଏବଂ ଆପ୍ଲାଏ କେବେ ହେବ ସବୁ ଇନଫର୍ମେସନ୍ ଆପଣଙ୍କୁ ଦେବି। ତ ପିଲାମାନେ ଯଦି ଭିଡ଼ିଓଟି ଭଲ ଲାଗିବ ତ ନିଶ୍ଚିତ ଗୋଟେ ଲାଇକ୍ କରିବ ଏବଂ ଚ୍ୟାନେଲକୁ ମଧ୍ୟ ଗୋଟେ ସବସ୍କ୍ରାଇବ୍ କରିବ। ତ ଚାଲନ୍ତୁ ଆମେ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରଥମେ ଦେଖନ୍ତୁ OISF କନେଷ୍ଟବଲ୍ ରିକ୍ୱାରମେଣ୍ଟ 2025ର ଯେଉଁ ଓଭରଭ୍ୟୁ ଅଛି କ'ଣ ଅଛି ତା ଏଟା ଯେଉଁ ଅର୍ଗାନାଇଜେସନ୍ ନେମ୍ ରହୁଛି ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ଯେଉଁଟାକି OISF ପାଇଁ ଆପଣ ଜାଣିଥିବେ। ତ ପିଲାମାନେ ଯେ ଏ ଯେଉଁ ପୋଷ୍ଟ ରହିବ ଏଟା କନେଷ୍ଟବଲ୍ ପୋଷ୍ଟ ରହିବ। ଏଥିରେ ଆପଣଙ୍କ ଟୋଟାଲ୍ ଭ୍ୟାକେନ୍ସି 6000 ପାଖାପାଖି ଭ୍ୟାକେନ୍ସି ଆସିବାର ଚାନ୍ସ ରହୁଛି ପିଲାମାନେ, ଯେଉଁଟାକି କ୍ୟାଟାଗୋରୀ ରହିଛି ଓଡ଼ିଶା ପୁଲିସ ଜବ୍ ଏଟା। ଏବଂ ଏଥିରେ ଆପଣଙ୍କର ଆପ୍ଲିକେସନ୍ ମୋଡ୍ ରହିବ, ସେଟା ଅନଲାଇନ୍ ରହିବ। ହୁ କ୍ୟାନ୍ ଆପ୍ଲାଏ, ଏହା ବୋଥ୍ ମେଲ୍ ଏବଂ ଫିମେଲ୍ ଏହାକୁ ଆପ୍ଲାଏ କରିପାରିବେ। ତ ପିଲାମାନେ ଏଥିର ଯେଉଁ ସିଲେକ୍ସନ୍ ପ୍ରୋସେସ୍ ରହିଛି ତ ସିଲେକ୍ସନ୍ ପ୍ରୋସେସ୍ରେ ଦେଖନ୍ତୁ ପ୍ରଥମେ ଆପଣଙ୍କର ରିଟିନ୍ ଏକ୍ଜାମ୍ ହେବ, ନେକ୍ସଟ ଆପଣଙ୍କର PMT PET ହେବ, ନେକ୍ସଟ ଆପଣଙ୍କର ଡକୁମେଣ୍ଟସ୍ ଭେରିଫିକେସନ୍ ଏବଂ ମେଡ଼ିକାଲ ଏକ୍ଜାମିନେସନ୍ ହେବ। ତ ପିଲାମାନେ ଏଇଟା ତ ସିଲେକ୍ସନ୍ ପ୍ରୋସେସ୍ ଥିଲା। ଏବେ ଦେଖନ୍ତୁ ଆପଣଙ୍କ ଯେଉଁ ସ୍ୟାଲେରୀ ରହିବ OISF କନେଷ୍ଟବଲ୍ ସ୍ୟାଲେରୀ 2025 21,700ରୁ 69,100 ଟଙ୍କା ଯାଏ ଆପଣଙ୍କ ସ୍ୟାଲେରୀ ପର୍ ମନ୍ଥ ଏଥିରେ ରହିବ। ତ ପିଲାମାନେ ଯେଉଁ ଇମ୍ପୋର୍ଟାଣ୍ଟ ଡେଟ୍ ଅଛି ଦେଖନ୍ତୁ, ଇମ୍ପୋର୍ଟାଣ୍ଟ ଡେଟ୍ ଏବେ କିଛି ବି ଆନାଉନ୍ସ ହୋଇନାହିଁ, କିନ୍ତୁ ଆପଣଙ୍କର ଯେଉଁ ରହୁଛି ଡିସେମ୍ବର ପାଖାପାଖି, ଯେଉଁଟାକି ଅକ୍ଟୋବର ନଭେମ୍ବର ପାଖାପାଖି ଆପଣଙ୍କର ନିଶ୍ଚିତ ଭାବରେ ଦେଖିବାକୁ ମିଳିବ। ତ ତାହା ପାଇଁ ଆପଣ ଟିକେ ଭଲ ଭାବରେ ପ୍ରିପାରେସନ୍ କରିଥାନ୍ତୁ। ତ ଏହାର ଯେଉଁ କନେଷ୍ଟବଲ୍ ଭ୍ୟାକେନ୍ସି ରହିଛି ତ କେଉଁ କ୍ୟାଟାଗୋରୀ ପାଇଁ କେତେ ପୋଷ୍ଟ ରହିଛି ଦେଖନ୍ତୁ। ତ UR ପାଇଁ ଆପଣଙ୍କ ପାଖାପାଖି 3000 ପୋଷ୍ଟ ରହିବ, SCBC ପାଇଁ ଆପଣଙ୍କର 675 ପୋଷ୍ଟ ରହିବ, ST ପାଇଁ ଆପଣଙ୍କର 975 ପୋଷ୍ଟ ରହିବ ଏବଂ ST ପାଇଁ ଆପଣଙ୍କର 1350 ପୋଷ୍ଟ ରହିବ। ତ ଦେଖନ୍ତୁ OISF କନେଷ୍ଟବଲ୍ ଏଲିଜିବିଲିଟି କ୍ରାଇଟେରିଆ କ'ଣ ଅଛି ଦେଖ। ପାସେଜ୍ କ୍ଲାସ୍ ଆପଣ ଯଦି କେବଳ 10ମ ଶ୍ରେଣୀ ପାସ୍ କରିଛନ୍ତି ତେବେ ଏହା ପାଇଁ ଆପଣ ଇଲିଜିବୁଲ୍ ହେଇଯିବେ। ଏବଂ ଏଥିରେ ଦେଖ ଯେଉଁମାନେ ଓଡ଼ିଆ ଲେଖିପାରୁଥିବେ ଏବଂ କହିପାରୁଥିବା କଥା ହେଲା। ଏବେ ଦେଖ ଆପଣଙ୍କର ଏଜ୍ ଲିମିଟ୍ କ'ଣ ଅଛି। ମିନିମମ୍ ଏଜ୍ ଏଥିରେ ଆପଣଙ୍କର 18 ବର୍ଷ ରହିବ, ମ୍ୟାକ୍ସିମମ୍ ଏଥିରେ ଆପଣଙ୍କର 23 ବର୍ଷ ରହିବ। ଯେପରି ଏଜ୍ ରିଲାକ୍ସେସନ୍ ବି ମିଳିବ। SCBC ପାଇଁ ଆପଣଙ୍କୁ 5 ବର୍ଷ ଏବଂ SC ST ପାଇଁ ଏଥିରେ ବି 5 ବର୍ଷ ମିଳିବ। ତ ୱିମେନ୍ କ୍ୟାଟାଗୋରୀ ପାଇଁ ଆପଣଙ୍କର ଏଥିରେ 5 ବର୍ଷ ମିଳିବ। ଠିକ୍ ଅଛି, SCBC ପାଇଁ ସରି ଏଥିରେ ଆପଣଙ୍କୁ 3 ବର୍ଷ ହେଇଥିବ ହେଲା। ତ ଏକ୍ସ ସର୍ଭିସମ୍ୟାନ୍ ପର୍ ମନ୍ଥ ଆପଣଙ୍କର ଏକ୍ସ ସର୍ଭିସମ୍ୟାନ୍ ମାନଙ୍କୁ ମଧ୍ୟ ଏଥିରେ ଆପଣଙ୍କର ଏଜ୍ ରିଲାକ୍ସେସନ୍ ମିଳିଯିବ। ଠିକ୍ ଅଛି, ଏବେ ଦେଖନ୍ତୁ ଆପଣଙ୍କର ଯେଉଁ ସ୍ଟେଜ୍ ଅଫ୍ ସିଲେକ୍ସନ୍ ପ୍ରୋସେସ୍ ତ ଏଇଟା ଦେଖି ନେଇଥିଲେ। ତ ଏବେ ଏକ୍ଜାମ୍ ପ୍ୟାଟର୍ନ ଦେଖନ୍ତୁ। ଏକ୍ଜାମ୍ ପ୍ୟାଟର୍ନ କ'ଣ ଅଛି ରିଟିନ୍ ଏକ୍ଜାମ୍ ପାଇଁ। ତ ଟୋଟାଲ୍ ମାର୍କ ଆପଣଙ୍କୁ ଏଥିରେ 100 ମାର୍କର ଗୋଟେ ଏକ୍ଜାମ୍ ହେବ, ଯେଉଁଥିରେ କି ଆପଣଙ୍କୁ 120 ମିନିଟ୍ ଟାଇମ୍ ମିଳିବ, ଯେଉଁଟାକି 2 ଘଣ୍ଟା ଆପଣଙ୍କୁ ଟାଇମ୍ ମିଳିବ। ଏବଂ ଏଥିରେ ଆପଣଙ୍କୁ ଅବଜେକ୍ଟିଭ୍ ଟାଇପ୍ MCQ ଦେଖିବାକୁ ମିଳିବ, ଯେଉଁଥିରେ କି ଆପଣଙ୍କର 0.2.5 ମାର୍କ ଆପଣଙ୍କର ମାଇନସ୍ ମାର୍କିଂ ରହିବ, ଯେଉଁଟାକି ଯଦି ଆପଣ 4ଟା କ୍ୱେଶ୍ଚିନ୍ ଭୁଲ କରୁଛନ୍ତି ତେବେ ଆପଣଙ୍କର ଗୋଟେ କମ୍ ନମ୍ବର ମାଇନସ୍ ହେଇଯିବ। ଏବଂ ଏଥିରେ ଯେଉଁ ସବଜେକ୍ଟ ଅଛି ଦେଖ, ସବଜେକ୍ଟ ରହିବ ଆପଣଙ୍କର ଆଉ ଗୋଟେ କଥା ଦେଖ ମିଡ଼ିୟମ୍ ଅଫ୍ କ୍ୱେଶ୍ଚିନ୍, ଯେଉଁଟାକି କ୍ୱେଶ୍ଚିନ୍ର ଯେଉଁ ଲାଙ୍ଗୁଏଜ୍ ରହିବ ଇଂଲିଶ ଏବଂ ଓଡ଼ିଆରେ ଆପଣଙ୍କର କ୍ୱେଶ୍ଚିନ୍ ଦେଖିବାକୁ ମିଳିବ ହେଲା। ଏବଂ ସବଜେକ୍ଟ ଦେଖ ଓଡ଼ିଆ ଇଂଲିଶ ରହିବ, ଆରିଥମେଟିକ୍ ରହିବ, ଜେନେରାଲ ନଲେଜ ରହିବ, ଲଜିକାଲ ରିଜନିଂ ରହିବ ଏବଂ ବେସିକ୍ କମ୍ପ୍ୟୁଟର ନଲେଜ ରହିବ ଏବଂ ସିଚୁଏସନାଲ ଆୱାରନେସ୍ ମଧ୍ୟ ରହିବ। ତ ପିଲାମାନେ ଏଇଟା ଥିଲା ଆପଣଙ୍କର ଏକ୍ଜାମ୍ ପାଇଁ। ଏବେ ଦେଖନ୍ତୁ ଆପଣଙ୍କ PMTରେ କ'ଣ ଅଛି ଦେଖନ୍ତୁ। ଫିଜିକାଲ ମେଜରମେଣ୍ଟ ଟେଷ୍ଟ କେମିତି କ'ଣ ରହିବ। ତ ମେଲ୍ କ୍ୟାଣ୍ଡିଡେଟ୍ ପାଇଁ SCBCର ହାଇଟ୍ ଆପଣଙ୍କର 168 ସେଣ୍ଟିମିଟର ହେବା କଥା ହେଲା, 168 cm ହେବା କଥା। ଏବଂ ଚେଷ୍ଟ ଆପଣଙ୍କର 79 ସେଣ୍ଟିମିଟରରୁ ଆପଣଙ୍କର 84 ସେଣ୍ଟିମିଟର ହେବା କଥା ଏବଂ ୱେଟ୍ ଆପଣଙ୍କର 55 kg ହେବା କଥା। ଏବେ ଦେଖନ୍ତୁ ଫର୍ ଫିମେଲ୍ କ୍ୟାଣ୍ଡିଡେଟ୍ SC ST ହାଇଟ୍ ଆପଣଙ୍କର 163 ସେଣ୍ଟିମିଟର ହେବା କଥା, ଚେଷ୍ଟ ଆପଣଙ୍କର 76 ସେଣ୍ଟିମିଟରରୁ ଆପଣଙ୍କର 81 ସେଣ୍ଟିମିଟର ଆପଣଙ୍କର ଚେଷ୍ଟ ଫୁଲିବା କଥା। ଠିକ୍ ଅଛି, ତ ଏବେ ଦେଖନ୍ତୁ ଆପଣଙ୍କର ୱେଟ୍ ଆପଣଙ୍କର 50 kg ହେଇଥିବା କଥା ହେଲା। ତ ଏବେ ଦେଖନ୍ତୁ ଫର୍ ଫିମେଲ୍ କ୍ୟାଣ୍ଡିଡେଟ୍ ଜେନେରାଲ SCBC ହାଇଟ୍ ଆପଣଙ୍କର 158 ସେଣ୍ଟିମିଟର ଏବଂ ୱେଟ୍ ଆପଣଙ୍କର ପାଖାପାଖି 48 kg ହେବା କଥା। ଏବେ ଦେଖ ଫିମେଲ୍ କ୍ୟାଟାଗୋରୀ
SC/ST वेट आपणकर 153 सेंटीमीटर सॉरी हाइट आपणकर 153 सेंटीमीटर एवं वेट आपणकर 45 केजी हेबा कथा। एबे देखंतु पिला माने आपणकर पीईटी कोन रहइबो फिजिकल एफिशिएंसी टेस्ट कोन रहइबो आपणकर 1600 मीटर रहइबो जेउतरे कि क्वालिफाइड टाइम रहइबो 6 मिनिट रहइबो हैला 6 मिनिट रहइबो एथिरे आपणकर क्वालिफाइड टाइम एवं फीमेल कैटेगरी पे रहइबो 8 मिनिट 30 सेकेंड एथिरे आपणकर टाइम मिलिबो। एबे देखंतु बोर्ड जंप रहिछि डिस्टेंस आबो 4 मीटर आपणको कंप्लीट करबा को पड़िबो 3टा टाइम रे ठीक अछि 3टा टाइम रे कंप्लीट करबा को पड़िबो एवं फीमेल कैटेगरी पे देखंतु 2.75 मीटर रहिबो एटा भी आपणको 3टा चांस मिलिबो एवं आपणको हाई जंप रहिछि 1.30 मीटर रहिबो एटा मेल कैटेगरी पे एवं फीमेल कैटेगरी पे एते नै हैला फीमेल कैटेगरी पे देई नै। तो पिला माने एटा थिला आपणको YSF रो फुल इन्फॉर्मेशन। तो पिला माने एबे देखंतु ए जो YSF नियुक्ति रही तो नियुक्ति थी आपंकर केबे आसो आपको मुझे कहीदे सेप्टेम्बर अक्टोबर पाखापाखि देखा निश्चित भाव में मिलଯିव पिला तो बेसी टाइम ना तुम पाखे तो भल भाव में पढ़ापढ़ी करूँ। तो आज वीडियो ये रही पाने आउ कि नुआ अपडेट आसो तो आपण शीघ्र नहीं आसबि। तो रही पिला धन्यवाद।